କୁହନ୍ତୁ କ'ଣ ପାଇଁ ସମ୍ମିଳନୀ ରହିଛି? ଗତ 12/5/2024 ଅଇଁଠାପାଲି ଥାନାରେ ଆମର ଭିକ୍ଟିମ୍ ଗାର୍ଲ ସେ ମାଇନର ଥିଲେ, ସେ ରିପୋର୍ଟ କରିଥିଲେ ଯେ ତାଙ୍କୁ ଯେତେବେଳେ 11 ବର୍ଷ ବୟସ ହୋଇଥିଲା ସେ ଗୋଟେ ସ୍କୁଲରେ ପାଠ ପଢ଼ୁଥିଲେ ଏବଂ ସେ ସ୍କୁଲ ବସ୍ରେ ଯେ ଡ୍ରାଇଭିଂ କରୁଥିଲେ ଡ୍ରାଇଭର ତାଙ୍କ ନାଁ ପବିତ୍ର ଭୋଇ, ବାପା ନାଁ ଜଗଦୀଶ ଭୋଇ, ତାଲକ ଶାସନ ଥାନା ଅଧୀନରେ ଯାଉଛି ସେଇଟା। ସେ ବସ୍ ଡ୍ରାଇଭର ତାଙ୍କର କିଛି ଫଟୋ ନେଇ ତାଙ୍କୁ ବ୍ଲାକମେଲିଂ କରୁଥିଲେ ଏବଂ ବ୍ଲାକମେଲିଂ କରି ତାର ସୁଯୋଗ ନେଇ ସେ ତାଙ୍କର ଘରେ କୌଣସି ଫ୍ୟାମିଲି ମେମ୍ବର୍ସ ନଥିବା ଭିତରେ ସେତେବେଳେ ତାଙ୍କର ଇଭିନିଂରେ ତାଙ୍କ ଘରକୁ ଯାଇ ତାଙ୍କ ସହିତ ସେ ଆଗ୍ରିଭେଟେଡ୍ ସେକ୍ସୁଆଲ୍ ଆସଲ୍ଟ କରିଥିଲେ, ଯାହାଫଳରେ କି ଯେଉଁ କେସ୍ ହେଇଥିଲା ରେଜିଷ୍ଟ୍ରେସନ୍ ହେଇଥିଲା ଅଇଁଠାପାଲି ଥାନାରେ 158/2024 ସେ କେସ୍କୁ ତଦନ୍ତ କରିଥିଲେ ସୋନମ କୁମାର ନାୟକ, ଯିଏ ବର୍ତ୍ତମାନ ଅଛନ୍ତି ହୀରାକୁଦ ଥାନାରେ ଆଇଆଇସି ଅଛନ୍ତି। ଏବଂ ସେ କେସ୍ରେ ତଦନ୍ତରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିଲା ଏବଂ ସେ କେସ୍ର 9/7/2024 ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା ଏବଂ ଉକ୍ତ କେସ୍କୁ ପରିଚାଳନା କରିଥିଲେ ଟ୍ରାଏଲ୍ରେ ସ୍ପେଶାଲ ପିପି ସନ୍ତୋଷ କୁମାର ପଣ୍ଡା ଏବଂ ମାନ୍ୟବର ଆଡିସନାଲ ସେସନ୍ସ ଜଜ୍ କମ୍ ସ୍ପେଶାଲ କୋର୍ଟ ଅଣ୍ଡର ପକ୍ସୋ ଯେଉଁ ଆମର ଜଜ୍ ଅଛନ୍ତି। ଉକ୍ତ କେସ୍ରେ 15 ଜଣ ସାକ୍ଷୀ ଏବଂ 21ଟି ଏକ୍ଜିବିଟ୍ କରାଯାଇଥିଲା। ସେ ଏକ୍ଜିବିଟ୍କୁ ସବୁ ଦେଖି ଏବଂ ସାକ୍ଷୀ ପ୍ରମାଣ ଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଗତକାଲି 12/5/2024 ଗତକାଲି 12/8/2025 ସେ ଅଭିଯୁକ୍ତଙ୍କୁ 20 ବର୍ଷ ସଜା ଶୁଣାଇଛନ୍ତି ଏବଂ 50,000 ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି ଏବଂ ସେ 50,000 ଟଙ୍କା ଯେଉଁ ଜୋରିମାନା ନ ଦେଇପାରିଲେ ପୁଣି 1 ବର୍ଷ ପାଇଁ ପୁଣି ସଜା ଅତିରିକ୍ତ ଦିଆଯିବ ବୋଲି ଜଜମେଣ୍ଟରେ ଉଲ୍ଲେଖ କରାଯାଇଛି।